ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କମ୍ପ୍ୟୁଟର ଜ୍ଞାନରେ ଦକ୍ଷତା କାହିଁକି ଦରକାର ଚାଲନ୍ତୁ ବୁଝିବା। ଆଜିକାଲିର ଡିଜିଟାଲ ଦୁନିଆରେ ଏହି ଗୋଟିଏ ପ୍ରଶ୍ନ ଅନେକଙ୍କ ସଫଳତାରେ ବାଧା ସୃଷ୍ଟି କରୁଛି। ତେବେ ଏହାର ସମାଧାନ କ'ଣ? ଦେଖନ୍ତୁ, ପ୍ରଶାସନ ହେଉ କି ବ୍ୟାଙ୍କିଂ, ସବୁଠି ଏବେ କମ୍ପ୍ୟୁଟର। ତେଣୁ ଏହା ଅପସନାଲ ନୁହେଁ, ବରଂ ଜରୁରୀ। ପରୀକ୍ଷାର ପ୍ରଶ୍ନ ବି ବଦଳିଗଲାଣି। ଏବେ ଖାଲି ଡେଫିନେସନ୍ ନୁହେଁ, ପ୍ରାକ୍ଟିକାଲ ନଲେଜ ପରଖାଯାଉଛି। ହେଲେ କ୍ୟାରିୟର ପାଇଁ ଏହା ଏକ ଗେମ୍ ଚେଞ୍ଜର କେମିତି ହେବ? ଚାଲନ୍ତୁ ଏହାର କାରଣଗୁଡ଼ିକ ଦେଖିବା। ଦେଖନ୍ତୁ, ଏହା ବାଧ୍ୟତାମୂଳକ। ଏଥିରେ ଭଲ ସ୍କୋର ଆସେ, ଶାସନ ସହ ଜଡ଼ିତ, ଆଉ ସବୁବେଳେ ଅପଡେଟ୍ ହେଉଥାଏ। ଏହା ଖାଲି ଥିଓରି ନୁହେଁ, ଏହା ହେଉଛି ଆଧୁନିକ ଶାସନର ଭାଷା। ଇ ଗଭର୍ଣ୍ଣାନ୍ସ ବୁଝିବା ନିହାତି ଦରକାର। ତେବେ ଏହି ବଡ଼ ବିଷୟକୁ ସହଜରେ କେମିତି ଆୟତ୍ତ କରିହେବ? ଏଥିପାଇଁ ଏକ ଷ୍ଟ୍ରକ୍ଚର୍ଡ ଆପ୍ରୋଚ୍ ଦରକାର। ଏଥିପାଇଁ ଅଛି ଏକ ସ୍ପଷ୍ଟ ରାସ୍ତା, ଦ ଡିଜିଟାଲ ମାଷ୍ଟରୀ ଲର୍ଣ୍ଣିଂ ସିରିଜ୍। ଏହା ସିଷ୍ଟେମାଟିକ୍ ଭାବେ ଜ୍ଞାନ ବଢ଼ାଇବ। ଏଥିରେ ପୁରା ସିଲେବସ୍କୁ 200ଟି ଛୋଟ ଛୋଟ ଅଧ୍ୟାୟର ଭାଗ କରାଯାଇଛି। ଶିଖିବା ବହୁତ ସହଜ ହୋଇଯିବ। ଏହି ଯାତ୍ରାରେ ମୂଳଦୁଆରୁ ଆରମ୍ଭ କରି ଆମେ ଆଗକୁ ବଢ଼ିବା ଆଉ ଶେଷରେ ଆଡଭାନ୍ସ ଟେକ୍ନୋଲୋଜି ବିଷୟରେ ଜାଣିବା। ଯେଉଁମାନେ ନୂଆ ସେମାନେ ସିକ୍ୱେନ୍ସରେ ପଢ଼ିବେ, ଆଉ ଯେଉଁମାନେ ରିଭିଜନ କରୁଛନ୍ତି ସେମାନେ ବାଛି ବାଛି ପଢ଼ିପାରିବେ। ଏହି ଯାତ୍ରାର ଲକ୍ଷ୍ୟ କେବଳ ଜଣେ ଶିକ୍ଷାର୍ଥୀରୁ ଜଣେ ଏକ୍ସପର୍ଟ ବନାଇବା। ଖାଲି ଶିଖିବା ନୁହେଁ, ଏକ୍ସପର୍ଟ ହେବା। ପ୍ରଥମ ଲାଭ ହେଲା କନସେପ୍ଟ ପୁରା ସ୍ପଷ୍ଟ ହୋଇଯିବ। ଖାଲି ମନେ ରଖିବା ନୁହେଁ, ପ୍ରକୃତିରେ ବୁଝି ହେବ। ଦ୍ୱିତୀୟରେ, ପରୀକ୍ଷାରେ ପ୍ରଶ୍ନର ଉତ୍ତର ଠିକ୍ ଭାବେ ଓ ଶୀଘ୍ର ଦେଇହେବ। ଏହା ସିଧା ସ୍କୋର ବଢ଼ାଇବ। ଆଉ ତୃତୀୟ କଥା, ଟେକ୍ନୋଲୋଜିକୁ ଶାସନ ସହିତ ଯୋଡ଼ି ଦେଖିହେବ। ଏହା କ୍ୟାରିୟର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତେବେ ଏକ ଡିଜିଟାଲ ଭାରତର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ତ? ଏହି ଦକ୍ଷତା ହାସଲ କରିବା ହେଉଛି ପ୍ରଥମ ପାହାଚ।